ସମ୍ବଲପୁର ସହରର ହୀରାକୁଦ କଲୋନୀ ଠାରେ ଥିବା ଯବାନ ଏ ହିନ୍ଦ କ୍ଲବ ଠାରେ ସମ୍ବଲପୁର ସିଟି କ୍ଲବ ଏବଂ ଯବାନ ଏ ହିନ୍ଦ କ୍ଲବ ପକ୍ଷରୁ 44ତମ ମହମ୍ମଦ ରଫିଙ୍କର ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ସ୍ୱର୍ଗତ ମହମ୍ମଦ ରଫିଙ୍କ ଫଟୋଚିତ୍ରରେ ଉଭୟ କ୍ଲବ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ଯବାନ ଏ ହିନ୍ଦ କ୍ଲବ ପକ୍ଷରୁ ସଭାପତି ଅବ୍ଦୁଲ ଅଜିଜ, ସମ୍ପାଦକ ମହମ୍ମଦ ଇସାକ, ସଭ୍ୟ ବିଭୂତି ଦାସ, ମସୁଦ ଖାନ, ସମ୍ବଲପୁର ସିଟି କ୍ଲବ ପକ୍ଷରୁ ସଭାପତି ମହମ୍ମଦ ସାକିର, ସମ୍ପାଦକ ମହମ୍ମଦ ୟୁସୁଫ, ସଭ୍ୟ ହାଇଦର ଅଲିଙ୍କ ସମେତ ଉଭୟ ଅନୁଷ୍ଠାନ ସବୁ ସଭ୍ୟମାନେ ଉପସ୍ଥିତ ଥିଲେ। ଏହାସହ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କୁନି କୁନି ପିଲାଙ୍କୁ ବିସ୍କୁଟ ଓ ମିଷ୍ଟାନ୍ନ ମଧ୍ୟ ବଣ୍ଟନ କରାଯାଇଥିଲା। ଏହାସହ ଅଗଷ୍ଟ ମାସ 11 ତାରିଖ ସନ୍ଧ୍ୟାରେ ମହମ୍ମଦ ରଫିଙ୍କ ସ୍ମୃତିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସାଂସ୍କୃତିକ ସମାଜ ଭବନଠାରେ ଏକ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଏହି କାର୍ଯ୍ୟକ୍ରମ ଅବସରରେ ଉଭୟ ଅନୁଷ୍ଠାନର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ। मोहम्मद यूसुफ आज आम 44 एनिवर्सरी डेट एनिवर्सरी मोहम्मद रफी साहब माने फूल माली अर्पण कलु आ छोट छुआ मान को फल और सेव बुंदी बंटन कलु और आसंता 11 तारिख रे आमर सांस्कृतिक समाज रे दुई क्लब मिलित भावे गोटे बड़ प्रोग्राम करा जिवा आसंता 11 तारिख और सेनु कण जे नुआ युवा पीढ़ी मान को चांस दिया जीवा कलाकार मान को नुआ पुराना समस्ते गाइबे आ कण नुआ जेन पीढ़ी अछन युवा पीढ़ी तांको तांकर प्लेटफॉर्म रे चांस दिया जाउचे आके बढ़ावर लगी। मोर नाम मोहम्मद इसाक जवान हिंद क्लब रो संपादक। आज के जगह एटा काना कार्यक्रम एटा जवान हिंद क्लब परिसर रे 44तम मोहम्मद रफी श्रद्धांजलि डेथ एनिवर्सरी मनागला संबलपुर जवान हिंद क्लब तरफ एवं संबलपुर सिटी क्लब तरफ फुल फुल फोटो रे पुष्प माल्य अर्पण करागला आउ छोट छुआ मन लगी चॉकलेट और बूंदी सेव व्यवस्था करा जाइए।